ମୁଁ ଦୀର୍ଘ 25 ବର୍ଷ ତଳେ ଚେୟାରମ୍ୟାନ୍ ଥିଲି ଏହି ବ୍ଲକର। ବର୍ତ୍ତମାନ ଏକ୍ସ ଚେୟାରମ୍ୟାନ୍। ଆମେ ଆଦିବାସୀ କହିଲେ ଆଦିମ ଆଦିବାସୀ ଆମେ ତ ଟୋଟାଲି ଓଡ଼ିଆ ନଥିଲେ। ମୋ ବାପା ମାନେ ଡରୁଥିଲେ, ପାଠ ବି ପଢ଼ିନଥିଲେ, ସ୍କୁଲକୁ ଯାଉନଥିଲେ, ପାଠ ବି ପଢ଼ୁନଥିଲେ। ଆମର ବର୍ତ୍ତମାନ ଆସ୍ତେ 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 ଆମେ ଟିକେ 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 ବୁଝେଇଲେ, କହିଲେ, ଆଉ ଯୋଉମାନେ ଶିକ୍ଷିତ ମା ବାପା ମାନେ ଥିଲେ ଏମାନେ କହିକିରି ଆମକୁ ସ୍କୁଲକୁ ଫେରିଲେ। ବର୍ତ୍ତମାନ ଆମେ କିଛି କିଛି ବୁଝିଲୁ, ତାପରେ ଶିଖିଲୁ ଓଡ଼ିଆ, ତାପରେ ଅକ୍ଷର ବି ଟିକେ ଟିକେ ବୁଝିଗଲୁ। ସେମିତି ହେଇକିରି ଆମେ ପାଠ ପଢିକିରି ବର୍ତ୍ତମାନ ଏଇ ଅବସ୍ଥା କରୁଛୁ। କିନ୍ତୁ ଆଗର ଯୋଉଟା ଆମର ବାପା ମାନେ ଯୋଉ କାର୍ଯ୍ୟ କରୁଥିଲେ ସେ କାର୍ଯ୍ୟ ଗୁଡାକ ସମ୍ପୂର୍ଣ୍ଣ ଆମର ଲୋପ ହେଇଯାଇଛି। ବର୍ତ୍ତମାନ ଆଦିବାସୀ କହିଲେ ଆମକୁ କେହି ଆଦିବାସୀ କହିବେ ନାଇଁ, ମା କହୁନାହାନ୍ତି ମଧ୍ୟ। କାହିଁକି ଆମେ ଯୋଉ ପ୍ରକାର କାର୍ଯ୍ୟକଳାପ କରୁଛୁ ସେ କାର୍ଯ୍ୟକଳାପରେ ପିଲାମାନେ ତ ଗଲେ ଇଂଲିଶ ମିଡିୟମରେ ପାଠ ପଢି, ସେମାନେ ତ କହିଲେ ଇଂଲିଶ କୁଇ କହିବାକୁ ସେମାନଙ୍କୁ ଟୋଟାଲି ଲାଜ ଲାଗୁଛି, ମାନେ ଇନସଲ୍ଟ ଲାଗୁଛି। ଆମେ ଯେତେବେଳେ ଯେତିକି ଏବେ ଝିଅମାନେ ଅଛନ୍ତି ସେମାନେ କେହି ଝୁଟି କୁଟିବାକୁ ଆଉ ତାଙ୍କର ଇଚ୍ଛା ବି ନାହିଁ, ଝୁଟି କୁଟୁ ନାହାନ୍ତି। ଆଗ କାଳରେ ଆମେ ଯୋଉମାନଙ୍କୁ ବାହା ହେଇଛୁ ସେମାନେ ଝୁଟି କୁଟି, ଆମେ ଆମ ବୁଢା ବୁଢୀ ଆଗରୁ ଯୋଉମାନେ ଝୁଟି କୁଟିଥିଲେ ସେମାନଙ୍କୁ ଆମକୁ ମ୍ୟାରେଜ କରାଇଲେ। ଆମେ ଆଉ ନାହିଁ କହିଲୁ ନାହିଁ। ଆମେ ଅବଶ୍ୟ ଟିକେ ଟିକେ ପାଠ ପଢିଥିଲୁ, ତଥାପି ଆମେ ସେମାନଙ୍କୁ ମନା କଲୁ ନା। କାହିଁକି? ବାପା ମାଙ୍କ କଥା ମାନିକିରି ଆମେ ଚଳୁ ଆସୁଛୁ। ଏବେ ଆଉ ବାପା ମାଙ୍କ କଥା କିଏ ମାନେ ମାନୁଛନ୍ତି କି? ନାଇଁ। ବାପା ମାଙ୍କ କଥା ମାନେ ପିଲାମାନେ ଏବେ ମାନୁନାହାନ୍ତି। ଏବେ ଯୋଉ ଝିଅମାନେ ପାଠ ପଢିଲେ ସେମାନେ ଆଉ ଧୁତି କୁଟୁ ନାହାନ୍ତି, ମନା କରୁଛନ୍ତି। ଆମେ ବି ସେଟା ଇଏ କରୁନୁ। ସେଥି ନାଇଁ କି ଆମର ଯୋଉଟା କି ନଙ୍ଗଳ ଚାଷ ଥିଲା, ପୋଡ ଚାଷ, ଜଙ୍ଗଲ ଚାଷ, ହଳଦୀ ଚାଷ, ଅଦା ଚାଷ, ସେଟା ନଙ୍ଗଳ କୋଟି ଧରିକିରି ଯୋଉଟା ଆମେ ଚାଷ କରୁଥିଲୁ ସେଇ ଚାଷ ମଧ୍ୟ ବର୍ତ୍ତମାନ ଆମ ପିଲାମାନେ ଛାଡିଦେଲେ, ସୌଖିନ ଅବସ୍ଥା ହେଇଗଲେ, କେରଳ ପଳେଇଲେ, ଆଉ ସେଠି ବେଠି ଖଟୁଛନ୍ତି। କିନ୍ତୁ ଏଠି ଆମର ଖଟିକିରି ଯୋଉଟା କି ବାପା ମାଙ୍କର ଏଠି ଅଛି ସମ୍ପତ୍ତି ଆଉ ଜମିବାଡି, ସେଇଟାକୁ ସେମାନେ ଛାଡି ଦଉଛନ୍ତି, ଛାଡିଦେଲେ, ସେଟାକୁ କିଛି କାମ କରୁନି। ତେଣୁକରି ଆମକୁ ବର୍ତ୍ତମାନ ଏଇ ଅବସ୍ଥାରୁ ଓଡିଆ ଅବସ୍ଥାକୁ ଯିବାକୁ, ଆମେ ଯଦି ଆମର ପିଲାମାନେ ଯଦି ଆମର ଢାଞ୍ଚା ଧରିବେ, ଚାଷବାସ କରିବେ, ଖଟିବେ ବୋଇଲେ ଆମକୁ ଆଉ ଆଦିବାସୀ ବୋଲି କହିବେ। ଆମର ସଂସ୍କୃତି, ଆମର ଭାଷା, ଆମର ନିୟମ ଯାହା ଅଛି, ଆମର ଗାଁର ନୀତି ନିୟମ ଯାହା ଅଛି, ସେଇ ନୀତି ନିୟମ ଯେମିତି କି ଆଉ ଆମର ରହିବ, ସେଇଟା ରହିଲେ ଆମକୁ ଆଦିବାସୀର କରତୁଲାର ଭିତରେ ରହିଲେ ଆମକୁ କହିବେ ଭବିଷ୍ୟତରେ ନାଇଁ ଆଦିବାସୀ।